ବଜେଟରେ 16ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଜାଣନ୍ତୁ ସେସବୁ କ'ଣ ରହିଛି ବା କ'ଣ ଆଉ କେଉଁମାନେ ପାଇବେ ଲାଭ। ତେବେ କ'ଣ ରହିଛି ଏନେଇ ସମ୍ପୂର୍ଣ୍ଣ ଅପଡେଟଟି ଚାଲନ୍ତୁ ଦେଖିବା। 2025-26 ଆର୍ଥିକ ବର୍ଷ ଲାଗି ମୋହନ ଚରଣ ମାଝୀ ସୋମବାର ଦିନ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ସ୍ଥାପନା କରିଛନ୍ତି। ଏଥର ବଜେଟରେ 16ଟି ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିଗୁଡ଼ିକ ହେଲା, ପ୍ରଥମଟି ହେଉଛି ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ 2,603 କୋଟି। ଦ୍ୱିତୀୟଟି ହେଉଛି ସୁଭଦ୍ରା ସୁରକ୍ଷା ପାଇଁ 153 କୋଟି ବ୍ୟୟ ବରାଦ। ସେମିତି ତୃତୀୟଟି ହେଉଛି ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ପାଇଁ 30 କୋଟି ଟଙ୍କା। ଚତୁର୍ଥଟି ହେଲା ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ 200 କୋଟି। ସେମିତି ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ 200 କୋଟି। ଓଡ଼ିଶା ପୁଷ୍ଟି ମିଶନ ପାଇଁ 100 କୋଟି। ବକୁଳ ବନ ଉନ୍ନୟନ ଯୋଜନା ପାଇଁ 50 କୋଟି ଟଙ୍କା। ଆମ ଶିମିଳିପାଳ ଯୋଜନା ପାଇଁ 50 କୋଟି। ଆଦର୍ଶ ମଣ୍ଡି ବ୍ୟବସ୍ଥା ପାଇଁ 50 କୋଟି। ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ 100 କୋଟି। ପ୍ରବାସୀ ଓଡ଼ିଆ ଓ ସମ୍ପର୍କ ପାଇଁ 110 କୋଟି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ 12 କୋଟି। ସ୍ୱଚ୍ଛ ଯୋଜନାରେ ଖର୍ଚ୍ଚ ହେବ 261 କୋଟି। ଆମେ ପଢ଼ିବା ଆମ ଭାଷାରେ ଯୋଜନା ପାଇଁ 25 କୋଟି। ଅଟଳ ବସ୍ ଷ୍ଟାଣ୍ଡ ପାଇଁ 1,266 କୋଟି ଏବଂ ସମୃଦ୍ଧ ସହର ଯୋଜନାରେ ଖର୍ଚ୍ଚ ହେବ 408 କୋଟି। ତ ଫ୍ରେଣ୍ଡସ୍, ଇଏ ହୋଇଥିଲା ଆପଣମାନଙ୍କ ପାଇଁ କିଛି ଅପଡେଟ୍। ଯଦି ଅପଡେଟଟି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ସାଙ୍ଗମାନଙ୍କ ସହିତ ନିଶ୍ଚିତ ସେୟାର କରନ୍ତୁ। ଧନ୍ୟବାଦ।